ଆମେ ଯେତେବେଳେ ଫିଲ୍ଡରେ କାମ କରୁଛେ ବିଲ୍ଡିଂ ନମ୍ବର ଏବଂ ସେନ୍ସସ୍ ହାଉସ୍ କାଉଣ୍ଟ କରିବା ସମୟରେ ସାଧାରଣତଃ ଆମ ମନରେ ଗୋଟେ ପ୍ରଶ୍ନ ରହୁଛି ଯେ ଗୋଟିଏ ଘରେ ଯଦି ସେମାନେ ମାନେ ଦୋକାନ ବି ଦେଇଥିବେ ବା ଅଲଗା କିଛି ଅଦର ୟୁଜ୍ କରୁଥିବେ ବିଜନେସ୍ ଉଦ୍ଦେଶ୍ୟରେ ତା ସହିତ ସେମାନେ ରହୁଥିବେ, ଆମେ ତାକୁ ଗୋଟିଏ ସେନ୍ସସ୍ ହାଉସ୍ ନେଇକି ବାସଗୃହ ଯୁକ୍ତ ଅନ୍ୟ ବ୍ୟବହାର କରିବା ନା ବାସଗୃହ ଯୁକ୍ତ କାରଖାନା କରିବା ନା ତାକୁ 2ଟି 3ଟି ସେପାରେଟ ସେନ୍ସସ୍ ହାଉସ୍ କରିବା। ଏଇଟା ଗୋଟେ ବହୁତ ବଡ କନଫ୍ୟୁଜନ ସମସ୍ତଙ୍କ ମନରେ ରହୁଛି। ମୁଁ ଏଇ ଭିଡିଓରେ ଚେଷ୍ଟା କରୁଛି ସେ କନଫ୍ୟୁଜନଟିକୁ ଦୂର କରିବା ପାଇଁ। ଆପଣ କ'ଣ କରିବେ ନା ବାସଗୃହ ଯୁକ୍ତ ଅନ୍ୟ ବ୍ୟବହାର କରିବେ ନା ବାସଗୃହ ଯୁକ୍ତ କାରଖାନା କରିବେ ନା ଅଲଗା ସେପାରେଟ ତାକୁ କ'ଣ କରିବେ ସେନ୍ସସ୍ ହାଉସ୍ କରିବେ। ମୁଁ ଏଇଟା ଆଲୋଚନା କରିବି, ଆପଣ ଭିଡିଓଟିକୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ। ମୁଁ ଆଶା କରୁଛି ଯେ କୌଣସି ପ୍ରକାର ଡାଉଟ୍ ଆପଣଙ୍କର ରହିବ ନାହିଁ। ଯଦି କିଛି ଡାଉଟ୍ ରହିଯାଏ ତାହେଲେ କମେଣ୍ଟ ମାଧ୍ୟମରେ ଜଣେଇବେ, ମୁଁ ତାକୁ ସମାଧାନ କରିବାକୁ ଚେଷ୍ଟା କରିବି। କେଉଁ କେଉଁ ପରିସ୍ଥିତିରେ ବାସଗୃହ ଯୁକ୍ତ ଅନ୍ୟ ବ୍ୟବହାର ହେବ ଆମେ ପ୍ରଥମେ ତାକୁ ଦେଖିବା। ଦେଖନ୍ତୁ, ଯେତେବେଳେ ବାସଗୃହ ସାଙ୍ଗରେ ଆପଣଙ୍କର ଗ୍ରୋସରୀ ଦୋକାନ ଅଛି, କପଡ଼ା ଦୋକାନ ଅଛି, ଫଳ ଦୋକାନ ଅଛି କି ମିଠା ଦୋକାନ ଅଛି, ଏଇ ଟାଇପର ଯଦି ଅଛି ବାସଗୃହ ସହିତ ମିଶିକି, ତାହେଲେ ଆମେ ତାକୁ କ'ଣ କରିବା ନା ବାସଗୃହ ଯୁକ୍ତ ଅନ୍ୟ ବ୍ୟବହାର କରିପାରିବା। ତା ସହିତ ବାସଗୃହ ସହିତ ଯଦି ଜିମ୍ ଅଛି ତାହେଲେ ବାସଗୃହ ଯୁକ୍ତ ଅନ୍ୟ ବ୍ୟବହାର କରିପାରିବା। ମୁଁ ଏଠି କନଫ୍ୟୁଜନଟା ଦୂର କରିବି। ଆପଣ ତାକୁ ସେନ୍ସସ୍ ହାଉସ୍ ନେବେ ନା ବାସଗୃହ ଯୁକ୍ତ ଅନ୍ୟ ବ୍ୟବହାର କରିବେ। ତାମାନେ ବାସଗୃହ ସହିତ ସେଠି କ'ଣ ଅଣ ବାସଗୃହ ଉଦ୍ଦେଶ୍ୟରେ କିଛି ସେଟା ବ୍ୟବହାର ହଉଛି, ଏଇଟାକୁ ଆପଣ କ'ଣ କରିବେ ନା ବାସଗୃହ ଯୁକ୍ତ ଅନ୍ୟ ବ୍ୟବହାର କରିବେ। ତା ସହିତ ବାସଗୃହ ଯୁକ୍ତ କାରଖାନା କେତେବେଳେ ହେଇପାରିବ ନା ବିଦ୍ୟୁତ ଶକ୍ତି ବ୍ୟବହାର ହେଇକି 10 ଜଣ କିମ୍ବା ତାଠୁ ଅଧିକ କର୍ମୀ କାମ କରୁଥିବେ କିମ୍ବା ବିଦ୍ୟୁତ ଶକ୍ତି ବ୍ୟବହାର ନ ହେଇକି 20 ଜଣରୁ ଅଧିକ କର୍ମୀ ସେଠାରେ କ'ଣ କରୁଥିବେ କାମ କରୁଥିବେ, ଯୋଉଟାକୁ ଆମେ କହିବା କ'ଣ ନା ବାସଗୃହ ଯୁକ୍ତ କାର୍ଯ୍ୟଶାଳା କହିବା ବା କାରଖାନା କହିବା। ସେଠି କ'ଣ କ'ଣ ହଉଥିବ ନା ଘର ସାଙ୍ଗରେ ମିଶିକି ସେମାନେ ବିଡି ତିଆରି କରୁଥିବେ, ଖେଳନା ତିଆରି କରୁଥିବେ କି ମାଟି ପାତ୍ର ତିଆରି କିଛି ଫ୍ୟାକ୍ଟ୍ରି କରିଥିବେ, ଟେଲରିଂ କାମ କରୁଥିବେ, ସୁନା ରୂପାର କାମ କରୁଥିବେ, ବାଇସାଇକେଲ ସଜେଉଥିବେ, ବହି ବନ୍ଧେଇ, କମାରଶାଳା, ଲୁଗା ବୁଣିବା, କାଠ ଜିନିଷ କିଛି ତିଆରି କରିବା, କାଗଜ କଣ୍ଢେଇ, ଲୁଗା ଛପେଇବା, ରଙ୍ଗ କରିବା, ଅଟା କରିବା, ପାଉରୁଟି ଫ୍ୟାକ୍ଟ୍ରି ଏଇ ଟାଇପର ଯଦି କରୁଛନ୍ତି ତାକୁ ଆମେ କ'ଣ କରିବା ନା ବାସଗୃହ ଯୁକ୍ତ କାରଖାନା କରିବା ନା ସେନ୍ସସ୍ ହାଉସ୍ କରିବା ନା ରେସିଡେନ୍ସ କମ୍ ଅଦର ୟୁଜ୍ କରିବା। ମୁଁ ଏଠି ଡିଟେଲ୍ସରେ ଆଲୋଚନା କରିବି ଆପଣଙ୍କ ସହିତ। ଦେଖନ୍ତୁ, ପ୍ରଥମେ ଆମେ ଆଲୋଚନା କରିଦେବା ଯେ ସେନ୍ସସ୍ ହାଉସ୍ ଆମେ କେଉଁ କେଉଁ ପରିସ୍ଥିତିରେ ତାକୁ ସେନ୍ସସ୍ ହାଉସ୍ କହିବା। ଆମେ ପ୍ରଥମେ ସେଇଟା ଦେଖିବା, ତାପରେ ଏଇଟା ଅଟୋମେଟିକ ଆପଣଙ୍କର କ'ଣ ହେଇଯିବ କ୍ଲିୟର ହେଇଯିବ। ମୁଁ ଟିକେ ଦେଖିଦେଉଛି। ଦେଖନ୍ତୁ, ସେନ୍ସସ୍ ହାଉସ୍ କେଉଁଟା କହିବା। ଦେଖନ୍ତୁ, ସେନ୍ସସ୍ ହାଉସ୍ ବା ସେନ୍ସସ୍ ଗୃହ କହିଲେ କ'ଣ ଦେଖନ୍ତୁ ନା ଗୋଟେ ବିଲ୍ଡିଂ ବା ବିଲ୍ଡିଂର ଗୋଟେ ଅଂଶ ହେଇଥିବ। ଦେଖନ୍ତୁ, ଏଇଟା ଗୋଟେ ବିଲ୍ଡିଂ, ଏ ବିଲ୍ଡିଂର ଦେଖନ୍ତୁ ଅଂଶ, ଏଇଟା 3ଟି ଅଂଶ ଅଛି। ତେଣୁ ଏଇଗୁଡ଼ିକ ଗୋଟେ ଗୋଟେ କ'ଣ ହେଇପାରିବ ନା ସେନ୍ସସ୍ ହାଉସ୍ ହେଇପାରିବ, ଯାହା ପାଇଁ କ'ଣ ରାସ୍ତା ବା ସାଧାରଣ ଅଗଣା କିମ୍ବା ସିଡି ଇତ୍ୟାଦିରୁ ପ୍ରତ୍ୟେକ ସେନ୍ସସ୍ ହାଉସ୍କୁ ପୃଥକ ପୃଥକ ରାସ୍ତା ଥିବ। ତାର ଛାତ ଗୋଟେ ହେଇପାରେ କିନ୍ତୁ ତାର ଡୋର ଗୁଡ଼ିକ କ'ଣ ଅଲଗା ଅଲଗା ଯଦି ଥିବ ଆମେ ତାକୁ କ'ଣ କହିବା ସେନ୍ସସ୍ ହାଉସ୍ କହିବା। ବୁଝିପାରିଲେ? ଗୃହଟି ଗୋଟିଏ ସ୍ୱତନ୍ତ୍ର ୟୁନିଟ୍ ଭାବରେ ବ୍ୟବହୃତ ବା ସ୍ୱୀକୃତି ହେଇଥାଉ କିମ୍ବା ଖାଲି ପଡ଼ିଥାଉ, ମାନେ ସେଟା ବାସଗୃହ ହେଇପାରେ ବା ଅଣବାସଗୃହ ହେଇପାରେ, କିନ୍ତୁ କ'ଣ ନା ତା ବାଟଟି ଅଲଗା ଥିବ। ଯଦି ତାର ଖାଲି ପଡ଼ିଥାଉ ବା ବ୍ୟବହାର ହଉ କିନ୍ତୁ ତା ବାଟ ଯଦି ଅଲଗା ଅଛି ଆମେ ତାହେଲେ ତାକୁ କ'ଣ କରିବା ସେନ୍ସସ୍ ହାଉସ୍ କରିପାରିବା। ବୁଝିପାରିଲେ? ସେନ୍ସସ୍ ହାଉସ୍ ହେବା ପାଇଁ କ'ଣ ଦରକାର ନା ତାର ବାଟଟି ଅଲଗା ହେଇଥିବା ନିହାତି ଦରକାର। ତାହେଲେ ଆମେ କେଉଁ କେଉଁ ପରିସ୍ଥିତିରେ ରେସିଡେନ୍ସ କମ୍ ଅଦର ୟୁଜ୍ ଦେଇପାରିବା ଦେଖନ୍ତୁ, ସେଇଟା ମଧ୍ୟ କ୍ଲିୟର ହେବା। ଆମେ ଦେଖିନେବା ଯେ ସେନ୍ସସ୍ ହାଉସ୍ ଗୋଟିଏ ଘରେ ତ ବହୁତ ଜାଗାରେ ଏମିତି ସିଚୁଏସନ ଆସୁଛି, ସେମାନେ ଦାଣ୍ଡ ପଟେ କ'ଣ କରିଥିବେ ତାଙ୍କର ଦୋକାନଟେ ଦେଇଥିବେ, ପଛଆଡ଼େ କ'ଣ କରିଥିବେ ରହିଥିବେ, ସେମାନେ ତାଙ୍କ ଘର ରହୁଥିବେ। ତାମାନେ ସେଇ ପରିସ୍ଥିତିରେ ଆମେ ତାକୁ କ'ଣ କରିବା ରେସିଡେନ୍ସ କମ୍ ଅଦର ୟୁଜ୍ କରିବା ନା ସେନ୍ସସ୍ ହାଉସ୍ କରିବା। ଏଇଟା ହେଉଛି କନଫ୍ୟୁଜନ, ଏଇଟାକୁ ଆମେ କ୍ଲିୟର କରିବା। ଦେଖନ୍ତୁ, କେତେବେଳେ ଦେଖନ୍ତୁ ନା ବାସଗୃହ ଯୁକ୍ତ ଅନ୍ୟ ବ୍ୟବହାର ବା ରେସିଡେନ୍ସ କମ୍ ଅଦର ୟୁଜ୍ ହବ ଦେଖନ୍ତୁ ନା ଯେତେବେଳେ ଘର ଗୁଡ଼ିକ ମାନେ ଘର ସହିତ ଆପଣଙ୍କର ବିଜନେସ୍ ଚାଲିଥିବ କିନ୍ତୁ ପ୍ରବେଶ ଦ୍ୱାର ବା ପ୍ରବେଶ ପଥ ଗୋଟିଏ ହେଇଥିବ। ମାନେ ଘର ଭିତରେ କ'ଣ ସେ ଅଣବାସଗୃହ କାର୍ଯ୍ୟ ବି ହେଇଥାଉ, ବିଜନେସ୍ ହେଇଥାଉ,
ଫ୍ୟାକ୍ଟ୍ରିଟେ ବି ଚଲେଇଥାନ୍ତୁ ଆପଣ ଭିତରେ, କିନ୍ତୁ ବାଟଟି ଆପଣଙ୍କର ଗୋଟିଏ ହେଇଥିବ, ଗୋଟିଏ ବାଟ ଥିବ। ସେଇ ବାଟରେ ଆପଣ କଣ କରିଥିବେ, ବା ଦ୍ୱାର ଗୋଟିଏ ହେଇଥିବ। ସେ ଗୋଟିଏ ଦ୍ୱାରରେ ପଶିକି ଆପଣ ସେ ଫ୍ୟାକ୍ଟ୍ରିକୁ ବି ଯାଉଥିବେ, ସେ ଦୋକାନକୁ ବି ଯାଉଥିବେ, କି ସେ ଟ୍ୟୁସନ ଯଦି କହୁଛନ୍ତି ଟ୍ୟୁସନ ମାନେ ଜାଗାକୁ ଯାଉଥିବେ, ଟେଲରିଂ କାମ ଯଦି କହୁଛନ୍ତି ସେ ଟେଲର କାମ ପାଖକୁ ଯାଉଥିବେ। କିନ୍ତୁ କଣ, ବାଟ ଗୋଟିଏ ହେଇଥିବ। ବୁଝିପାରିଲେ? କାମ ଦିଟି ହେଇଥିବ, ମାନେ ରହୁଥିବେ, ପ୍ଲସ୍ ଆଉ ଗୋଟେ ବିଜନେସ ରିଲେଟେଡ ଯାହା କାମ ହଉଥିବ, କିନ୍ତୁ ବ୍ୟବସାୟଟିଏ ଚାଲିଥିବ। କିନ୍ତୁ କଣ, ବାଟ ଯଦି ଗୋଟିଏ ହେଇଛି, ତାହେଲେ ଆମେ ତାକୁ କଣ କରିବା, ବାସଗୃହ ଯୁକ୍ତ ଅନ୍ୟ ବ୍ୟବହାର କରିବା। ତାମାନେ ତାକୁ ସେନ୍ସସ୍ ହାଉସ୍ ଆମେ 1 ନେବା। ସେନ୍ସସ୍ ହାଉସ୍ 1 ନେବା। ସେଠି କଣ କରିବା ନା, ତାକୁ ଆମେ ରେସିଡେନ୍ସ କମ୍ ଅଦର ୟୁଜ୍ କରିକି ତା ସାଙ୍ଗରେ ଯୋଉ ବିଜନେସଟି ସେ କରୁଥିବେ ଆମେ ସେଇଟିକୁ ଦେବା। ବା ଯଦି ମାନେ 2ଟି ଦ୍ୱାର ଥିବ, ତାହେଲେ ଆମେ ତାକୁ କଣ କରିବା, ସେନ୍ସସ୍ ହାଉସ୍ 2ଟି ନେଇଯିବା। ଘରକୁ ଅଲଗା ଆଉ ସେ ବିଜନେସକୁ ଅଲଗା। ବୁଝିପାରିଲେ ତ? ବାଟ ଯଦି 2ଟା ଅଛି, ଛାତ ସହିତ କିଛି ସମ୍ପର୍କ ନାହିଁ। ଛାତ ଗୋଟିଏ ହେଇଥାଉ, କିନ୍ତୁ ବାଟ ଯଦି 2ଟି ଅଛି, ବିଜନେସ ପାଇଁ ଗୋଟିଏ ବାଟ ଏବଂ ଘର ପାଇଁ ଗୋଟିଏ ବାଟ, ତାହେଲେ ଆମେ କଣ କରିବା, ତାହେଲେ ତାକୁ ଆମେ 2ଟି ସେନ୍ସସ୍ ହାଉସ୍ ନେବା। ଆଉ ଯଦି ଗୋଟିଏ ବାଟରେ 2ଟି ଯାକ କାମ ଚାଲୁଛି, ତାହେଲେ ଆମେ ତାକୁ ବାସଗୃହ ଯୁକ୍ତ ଅନ୍ୟ ବ୍ୟବହାର କରିବା। ବୁଝିପାରିଲେ? ଆଉ କଣ ନା, ଗୋଟିଏ ବାଟରେ ବି କଣ ହୁଏ ନା, ଭିତରେ 3ଟି 4ଟି 5ଟି ପରିବାର ବି ଥାଆନ୍ତି ବେଳେ ବେଳେ। ସେଇ ପରିସ୍ଥିତିରେ କଣ କରିବେ ନା, ଆପଣ ରୋଷେଇଟାକୁ ଇମ୍ପୋର୍ଟାନ୍ସ ଦେବେ। ଗୋଟେ ବାଟ ମେ ବି ତ ଗାଁ ଗହଳି ମାନଙ୍କରେ ଥାଏ, ଗୋଟିଏ ପରିବାର ସିଆଡେ ଭିତରେ ବାଟ ଥିବ, ଛାଡି ଥିବ, କିନ୍ତୁ ତାଙ୍କର ଆପଣ କଣ ଦେଖିବେ ନା, ରୋଷେଇଟାକୁ ଦେଖିବେ। ସେମାନେ ରୋଷେଇ କେମିତି କରୁଛନ୍ତି। ଯଦି 3ଟି 4ଟି ଜାଗାରେ ଅଲଗା ଅଲଗା ଗ୍ୟାସ ବା ଅଲଗା ଅଲଗା ଚୁଲିରେ ରୋଷେଇ କରୁଛନ୍ତି, ସେଠି ରୋଷେଇକୁ ଇମ୍ପୋର୍ଟାଣ୍ଟ ଦେଇକି ଆପଣ କଣ କରିବେ ନା, ତାଙ୍କୁ ସେନ୍ସସ୍ ହାଉସ୍ ଅଲଗା ଅଲଗା କରିବେ। ତାଙ୍କର ତ ରୁମ୍ ମାନଙ୍କର ବାଟ ଅଲଗା ଅଲଗା ଥିବ ନା ନିହାତି। ଆପଣ ଗୋଟିଏ ବାଟରେ ଗୋଟେ ରୁମରେ ତ କେବେ 3ଟି ଯାକ ପରିବାର ଗୋଟିଏ ରୁମରେ 6ଟା ମାନେ 6 ଜଣ, 3ଟି କପୁଲ ହେଲେ 6 ଜଣ ତ ଗୋଟିଏ ରୁମରେ କେବେ ଶୋଉନଥିବେ, ତାଙ୍କର ରୁମ୍ ବାଧ୍ୟ ଅଲଗା ଅଲଗା ଥିବ। ସେଇ ପରିସ୍ଥିତିରେ ଆପଣ କଣ ଦେଖିବେ ନା, ତାଙ୍କ କୁକିଂଟିକୁ ଦେଖିକି ତାଙ୍କୁ ସେନ୍ସସ୍ ହାଉସ୍ କରିବେ। ବୁଝିପାରିଲେ? ଯେତେବେଳେ ଆମର ବିଜନେସ ସହିତ ଘର ଆପଣଙ୍କର ଗୋଟିଏ ବାଟରେ ଅଛି, ମାନେ ପ୍ରାଇଭେସି ନାହିଁ, ବିଜନେସର ପ୍ରାଇଭେସି ଆଉ ଘରର ପ୍ରାଇଭେସି ନାହିଁ, ଅଲଗା ଅଲଗା ନାହିଁ, ଗୋଟିଏ ବାଟରେ ସମସ୍ତେ ଯିବା ଆସିବା କରୁଛନ୍ତି। ଯିଏ ଗରାଖ ବି ଆସୁଛି ସେ ବି ଯାଉଛି, ଯିଏ କୁଣିଆ ବି ଆସୁଛି ସେ ବି ଯାଉଛି, ଗୋଟିଏ ବାଟ ଦେଇକି ସମସ୍ତେ ଯାଉଛନ୍ତି। ତାହେଲେ ସେଇ ପରିସ୍ଥିତିରେ ବାସଗୃହ ଯୁକ୍ତ ଅନ୍ୟ ବ୍ୟବହାର ବା ବାସଗୃହ ଯୁକ୍ତ କାରଖାନା କରିବେ। ଆଉ ଯେତେବେଳେ ବାଟ ଅଲଗା ଅଲଗା ଅଛି, ବିଜନେସ ବାଟରେ ବିଜନେସ ଚାଲିଛି, ସେମାନେ ତାଙ୍କ ବାଟରେ, ଇଆଡେ ଫ୍ୟାମିଲି ତାଙ୍କ ବାଟରେ ଚାଲିଛନ୍ତି, ସେତେବେଳେ ଆପଣ ତାକୁ କଣ କରିବେ ନା, ସେନ୍ସସ୍ ହାଉସ୍ 2ଟି କରିବେ। ମୁଁ ଆଶା କରୁଛି ଯେ ଆଉ କୌଣସି ପ୍ରକାର କନଫ୍ୟୁଜନ ଆପଣଙ୍କର ଏଠି ନଥିବ, କ୍ଲିୟର ହେଇଯାଇଥିବ। ଆଉ ଥରେ କହିଦଉଛି କୋଉଗୁଡା କାରଖାନା ହବ। ଅଟା ପେଶିବା, ରଙ୍ଗ ଦେବା, କମାରଶାଳ, ଏଇଗୁଡା ସବୁ ହବ କଣ, ବାସଗୃହ ଯୁକ୍ତ କାରଖାନା ବା ବାସଗୃହ ଯୁକ୍ତ କାର୍ଯ୍ୟଶାଳା ବୋଲି ହବ। ତାକୁ ଇଂରାଜୀରେ ୱାର୍କସପ୍ କହନ୍ତି, ରେସିଡେନ୍ସ କମ୍ ୱାର୍କସପ୍। ଏଇଠି ଭିଡିଓଟି ସରିଯାଇଛି। ଯଦି ଭିଡିଓଟି ଆପଣଙ୍କୁ ଭଲ ଲାଗିଥାଏ, ଭିଡିଓକୁ ଲାଇକ୍ କରିବେ, ଚ୍ୟାନେଲକୁ ସବସ୍କ୍ରାଇବ କରିବାକୁ ଭୁଲିବେ ନାହିଁ। କିଛି ଯଦି ପ୍ରୋବ୍ଲେମ ଥାଏ ଆପଣ କମେଣ୍ଟ ମାଧ୍ୟମରେ ଜଣେଇବେ, ମୁଁ ତାକୁ ସମାଧାନ କରିବାକୁ ଚେଷ୍ଟା କରିବି, ଆଉ ଗୋଟେ ଭିଡିଓ ଅପଲୋଡ କରିବାକୁ ଚେଷ୍ଟା କରିବି। ଆଉ ଥରେ କହୁଛି, ଭିଡିଓ ଯଦି ଭଲ ଲାଗିଥାଏ ଭିଡିଓକୁ ଲାଇକ୍ କରିବେ, ଚ୍ୟାନେଲକୁ ସବସ୍କ୍ରାଇବ କରିବେ। ବହୁତ ବହୁତ ଧନ୍ୟବାଦ ଶେଷ ପର୍ଯ୍ୟନ୍ତ ଦେଖିଥିବାରୁ।